ଜୟ ଜଗନ୍ନାଥ ସାମାନ୍ୟ ଆଉ ସ୍ୱାଗତ କରୁଛି ମୁଁ ମନୋରଞ୍ଜନ ଆଞ୍ଚଳ ଗଣେଶ। ଆଜି ଦେଖିବି ଚନ୍ଦନପୁର ବାଇପାସ୍ ରୋଡ଼। ଚନ୍ଦନପୁର ଆଜି ବାଇପାସ୍ ରୋଡ଼ ଦେଖିପାରୁଛୁ। ଏଇଟା ହେଲା ବଣୁଆ ଜାଗାଟି, ମାନେ ବଣ ଜାଗାଟି ଅଛି। ଚନ୍ଦନପୁର ଏପଟ ଲାଇନ୍ ପଳେଇ ଆସିଲା। ଆମ ଯେଉଁ ସ୍କୁଲ ଯେଉଁ ଗୋଟେ ପାଠ ପଢ଼ୁଥିଲୁ ସାଙ୍ଗମାନେ, ସେଇ ଲାଇନ୍ଟା ହେଉଛି ଏଇଟା। ଆଉ ସ୍କୁଲ ଆମର ଦେଖିବି, ସ୍କୁଲ ମହନ୍ତ ଗଦାଧର ହାଇସ୍କୁଲ ଦେଖିବି। ଏଇଟା ହାଇସ୍କୁଲର ପଛପଟ, ଆମ ସ୍କୁଲର ଏଇଟା ପଛପଟଟା। ଏ ଗାଡ଼ିଟା ସେଇଠି ଥୋଇଛି ସାମାନ। ଆଉ ଫ୍ରେଣ୍ଡ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେ, ଲାଇକ୍ କରିଦେ, କମେଣ୍ଟ କରିଦେ ସାଙ୍ଗମାନେ। ସେମିତି ଜାରି ରହିବ ମୋ ଚେଷ୍ଟା ଆପଣଙ୍କର ଆଶୀର୍ବାଦରୁ ସେମିତି ଜାରି ରହିବ ମୋ ମନୋରଞ୍ଜନ ଆଞ୍ଚଳ ଗଣେଶ ୟୁଟ୍ୟୁବ୍ ଚ୍ୟାନେଲ୍। ଏଠି ସବୁଜ ଗଛ, ଏଇଟା ଖଡ଼ି ଗଛ, ମାନେ ଏଇଆକୁ ନେଲେ ଖଡ଼ି, ମାନେ ଜାଳ ଖଡ଼ି ସବୁ। ବଡ଼ ବଡ଼ ଗଛ ହେଇନି, ଅରଖ ଗଛ ଦେଖିପାରୁଥିବେ। ଆଉ ବିଭିନ୍ନ ପ୍ରକାର ସବୁଜ ଗଛ ଦେଖିପାରୁଥିବେ। ଚନ୍ଦନପୁର ବାଇପାସ୍ ରୋଡ଼, ଚନ୍ଦନପୁର ବାଇପାସ୍ ରୋଡ଼ ସବୁଜ ଗଛ ବୁଲେଇଲି, ମାନେ ଭଲ ପରିବେଶ ସୃଷ୍ଟି ହେଇଯାଏ। ଚନ୍ଦନପୁର ଏପଟ ରାସ୍ତାଟା ଟିକେ ବଣ ଗଛ, ଯେତେ ଗଛପତ୍ର ରହିବ ସେତେ ଆମ ପାଇଁ ଭଲ। ମାନେ ନିଶ୍ୱାସ ପ୍ରଶ୍ୱାସ ଆମ ଅସୁବିଧା ହେବ। ଅମ୍ଳଜାନ ଦରକାର, ଅଙ୍ଗାରକାମ୍ଳ ଦରକାର, ବିଭିନ୍ନ ପ୍ରକାର ଯେଉଁ ବିଜ୍ଞାନ ପଢ଼ିଛି ଆମେ ତା ବିଷୟରେ ନିଶ୍ଚିତ ଭାବେ ଜାଣିବା। ଚାଲି ଚାଲି ମୁଁ ବହୁତ ଥର ପଳେଇଛି, ହାଇସ୍କୁଲ ଯାଏଁ ପଳେଇଛି, କିନ୍ତୁ ଅଧିକ ବାଟ ଯାଇ ହେଉନି ସାଙ୍ଗମାନେ। ସକାଳୁ ସକାଳୁ କରୁଛି, ସବୁଜ ଗଛ ଦେଖିପାରୁଛି। ଓ ହାତ କ'ଣ ଅଛି, ଆଉ କ୍ୟାମେରା ଧରି ହାତଟା ଧରି କଲେ ସାଙ୍ଗମାନେ କ'ଣ ଟିକେ ନାକୁ ପରିଶ୍ରମ ଲାଗିବ। ଏତେ ଆଡ଼େ ପଳେଇଲି, ଗାଡ଼ିଟା ସେଇ ଫେଣି ଯିବା ରିଟର୍ନ। ଆଉ ଏପଟଟା ହେଉଛି ଆମ ମାଉସୀ ଘର। ଦେଖିବ ଯେତେବେଳେ ଖଡ଼ି ଗଛ, ଚନ୍ଦନପୁରରେ କେତେ ଖଡ଼ି ଗଛ ରହିଛି। ଆଚ୍ଛା, ମୁଁ କହିଲି ଏଇଟା ଅନ୍ୟ କେଉଁ ଗଛ କହିଲେ ଖଡ଼ି ଗଛ ମାନଙ୍କୁ, କିନ୍ତୁ ଜାଳ ଖଡ଼ି ଗଛଟା ଏଇଟା। ଜାଳ ଖଡ଼ି ଗଛ ରହିଛି। ଆଉ ସେ ବିଭିନ୍ନ ପ୍ରକାର ଏଇଟା ବର୍ଷା ହେଲେ ସାଙ୍ଗମାନେ, ମାନେ ଏଠି ମାଛ ସବୁ ଡେଇଁବେ। ବର୍ଷା ହେଇନି, ପାଣି ଫୁଲ ହେଇଯିବ ଯେତେବେଳେ କଉ କେରାଣ୍ଡି ସବୁ ଡେଇଁବେ ଏପଟେ। ଦେଖିପାରୁଥିବେ ଗଛ, ବିଭିନ୍ନ ପ୍ରକାର ଭଲ ଗଛ। ଆଉ ଏପଟେ ରହିଛି ଆମର ଗଛ ସବୁ ହେଇଗଲାଣି। ସେପଟେ ବଡ଼ ଗଛ ହେଇଥିଲା, କଇଁଛ ଗଛ ନାହିଁ, ସେଇଗୁଡ଼ା ହିଁ କଇଁଛ ଗଛ। କେତେ ବର୍ଷ ପରେ କଇଁଛ ଗଛ। ଆଉ ଜନ୍ତୁ ଜୁନ୍ତା ବି ଅଛନ୍ତି, ସେଇଟା କହିହେଉନି, କାରଣ ବଣୁଆ ଜାଗାଟା ନା। ବଣୁଆ ଜାଗାରେ ପ୍ରବଳ ଜନ୍ତୁ, ଗୋପାଲ। ସେଇ ସକାଳଟା ତ କିଛି ସେମିତି ହେବନି, ତଥାପି ସବୁବେଳେ ସତର୍କ ଅବଲମ୍ବନ କରିବା ନିଶ୍ଚିତ ଭାବରେ ଜାରି ରହିବ ଆମ ଚେଷ୍ଟା ଭିଡ଼ିଓ। ଆଉ ଚନ୍ଦନପୁର ବାଇପାସ୍ ଆମେ ରାସ୍ତା ଦେଖେଇବି। ଏଇପଟେ ଆସିବ ଏଇଟା ମାଉସୀ ଘର ଆମର, ଏପଟେ ଗଲେ ଆମ ମାଉସୀ ଘର ପଡ଼ିବ। ହଁ କ'ଣ କରିବା, କର୍ମ ଜୀବନ ମାଉସୀ ପୁଅ ଜଣେ ବାହାରିଲା। ଆଉ ଦେଖିପାରୁଥିବେ ଏପଟେ ଗୋଟେ ବ୍ରିଜ୍ଟେ ଥିଲା, ସେତେବେଳେ ବ୍ରିଜ୍ ଥିଲା, ଛୋଟ ହେଇଯାଇଛି, ମାନେ ସେତେବେଳେ ବଡ଼ ବ୍ରିଜ୍ଟେ ଥିଲା। କିନ୍ତୁ ଏପଟେ ସବୁଜ ଗଛ, ହାତ ଭିଡ଼ ହୋଇକି ଅଛି। ଏପଟଟା ଦେଲେ ଭଲ। ଦେଖନ୍ତୁ ସାଧାରଣ ଗାଡ଼ିଟା ଏପଟେ ବାଇପାସ୍ରେ ରହିଛି, ଗାଡ଼ିଟା ବି ଅଛି। ଆଉ ଆଗକୁ ବଢ଼ି ଚାଲିବା। ବାଇପାସ୍ ରୋଡ଼ ଆପଣ ଦେଖେଇବି, ଦେଖିପାରୁଥିବେ ଚନ୍ଦନପୁର ବାଇପାସ୍ ରୋଡ଼ ଦେଖନ୍ତୁ। ଏପଟେ ଗଲେ ଭଲ ବାଟ ଦେଖାଯିବ, ସେପଟେ ଗଲେ ବି ଦେଖାଯିବ, କାରଣ ଏପଟଟା ହେଉଛି ବାଟଟା। ଆଜି ବୋଲବମ ପାଳି, ଏଇ ବୋଲବମ ଆଜି ହେଉଛି ରବିବାର, ଆଜି ରବିବାର ପଡ଼ିଯାଇଛି। ଦେଖିପାରୁଛି ବାଇପାସ୍ ରୋଡ଼ ଆମର ଦେଖନ୍ତୁ ବାଇପାସ୍ ମାନେ ଅଧିକ ବୋଲବମ ଯିବେ ନା ସବୁ, ବୋଲବମ ଧରିବ ଯିବେ। ଆଉ ଏପଟଟା ବାଇପାସ୍ ରୋଡ଼ଟା